এটা পরিচয় দেবে। সরোজকান্ত সাহু, মহাকালপড়া নির্বাচন মন্ডলীর বিজেপি দল সংসদ। আজ অনাথ প্রস্তাব মহাকালপড়ার আসছেন কল্পনা রাউত যে রয়েছেন তাଙ୍କ বিরোধে দৌড় কଣ রয়েছে তার আভিমুখ্য? পঞ্চায়েত সমিতির যে অধ্যক্ষ অনেক কল্পনা রাউত সে দীর্ঘ 9 মাস ধরি কৌশি লোকଙ୍କର କିଛି କାର୍ଯ୍ୟ କରୁନାହାନ୍ତି ଏବଂ ଲୋକ ଯାହା ଚାହୁଁଛନ୍ତି ସରକାର କାର୍ଯ୍ୟକ୍ରମକୁ ନେଇକି ସରକାରଙ୍କ ପାଖରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ତାକୁ ବିରୋଧ କରୁଛନ୍ତି ଏବଂ ତାର ମନମୁଖୀ କାର୍ଯ୍ୟ ମଧ୍ୟ କରୁଛନ୍ତି। ଯାହା ଡେଭଲପମେଣ୍ଟ କାମ ହେବା କଥା ସେଥିରେ ମଧ୍ୟ ପ୍ରତିରୋଧ ଅଙ୍କୁଶ ଲଗାଉଛନ୍ତି ସରକାରୀ ଅଫସରଙ୍କୁ ଲଗାଇକିରି। ତେଣୁ ସମସ୍ତେ ବର୍ତ୍ତମାନ ପଞ୍ଚାୟତ ସମିତିର ଯେଉଁମାନେ ଅଛନ୍ତି ସରପଞ୍ଚ ସଭ୍ୟ ଭାଇମାନେ ସେମାନେ ଚାହୁଁଛନ୍ତି ନିଜ ନିଜ ପଞ୍ଚାୟତରେ କିଛି ଡେଭଲପମେଣ୍ଟ କାମ କରିବା ପାଇଁ, ସେଥିରେ ସେ ବାଧକ ସୃଷ୍ଟି ହେଉଛନ୍ତି। ତେଣୁ ସେଥିରେ ଅତିଷ୍ଠ ହୋଇ ପଞ୍ଚାୟତ ସମିତିର ପ୍ରାୟ ସମସ୍ତେ ସରପଞ୍ଚ ସଭ୍ୟ ତାଙ୍କୁ ଅନାସ୍ଥାରେ କାଟ କରିବା ପାଇଁ ସେ ଆଜି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ପାଖରେ ଆବେଦନ ରଖିଛନ୍ତି। ଏବଂ କେତେ ଆସିଛନ୍ତି ଏମ୍ପିଏସ୍ ଏବଂ କେତେ ସରପଞ୍ଚ? 41 ଜଣ ସରପଞ୍ଚ ସଭ୍ୟ ସମସ୍ତେ ଆସିଛନ୍ତି ଆଜି ତାଙ୍କ ଅନାସ୍ଥା ବିରୁଦ୍ଧରେ ଦରଖାସ୍ତ କରିଛନ୍ତି। ଯଦି ଅନାଥ ପ୍ରସ୍ତାବ କାର୍ଯ୍ୟକ୍ରମ ଗ୍ରହଣ ନ ହେଲା ତାହେଲେ ଆପଣ ଆଗାମୀ ଦିନରେ କ'ଣ କରିବେ, କି ପ୍ରକାର କାର୍ଯ୍ୟସୂଚୀ ରଖିବେ? ନା, ଅନାସ୍ଥା ପ୍ରସ୍ତାବ ନିଶ୍ଚିତ ଭାବରେ ଆଜି ଯେତିକି ସଭ୍ୟ ସରପଞ୍ଚ ଆସିଛନ୍ତି ଅନାସ୍ଥା ପ୍ରସ୍ତାବ ନିଶ୍ଚିତ ଭାବରେ ଗ୍ରହଣ କରାଯାଇଯିବ ଏବଂ ଆଗାମୀ ଦିନରେ ଯେତେବେଳେ ଅନାସ୍ଥା ସପକ୍ଷରେ ବା ବିପକ୍ଷରେ ଭୋଟ୍ଟା ଆସିବ ସେଥିରେ ମୁଁ ଭାବୁଛି ବୋଧେ ଅନାସ୍ଥା ସପକ୍ଷରେ ଅଧିକ ଭୋଟ୍ ଆସିବ ଏବଂ ଆଗାମୀ ଦିନରେ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କର ନ୍ୟାୟ ମାନେ ଦାବି କରିଛନ୍ତି ତାହା ନିଶ୍ଚିତ ଭାବରେ ତାଙ୍କ ସପକ୍ଷରେ ନ୍ୟାୟ ମିଳିବ।